ମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ସତ୍ୟ ଟ୍ୟୁଟୋରିଆଲ୍। ତ ପିଲାମାନେ ଓଡ଼ିଶା ରିଭର୍ ସିରିଜ୍ର ଆଜି ଆମେ କ'ଣ ଷ୍ଟାର୍ଟ କରିବାକୁ ଯିବା ନା ଋଷିକୂଲ୍ୟା ରିଭର୍ ଆଉ ବଂଶଧାରା ରିଭର୍କୁ ଆଜି ଆମେ କମ୍ପ୍ଲିଟଲି ସାରିବା ହେଲା। କ'ଣ ସାରିବା ନା ଋଷିକୂଲ୍ୟା ରିଭର୍ ଆଉ କ'ଣ ସାରିବା ନା ବଂଶଧାରା ରିଭର୍ ହେଲା। ଜାଣିପାରିଲ ଋଷିକୂଲ୍ୟା ରିଭର୍ଟା କେଉଁଠି ବାହାରିଲା ନା ଋଷିକୂଲ୍ୟା ରିଭର୍ଟା ବାହାରିଲା କେଉଁଠି ନା ଋଷ୍ୟମାଳା ହିଲ୍ରୁ ବାହାରିଲା। କେଉଁଠି ବାହାରିଲା ନା ଋଷ୍ୟମାଳା ହିଲ୍ରୁ ବାହାରିଲା, ଯେଉଁଟାକି ଦାରିଙ୍ଗବାଡ଼ି ହିଲ୍ର ମାନେ ଗୋଟେ ପାର୍ଟଟା ହେଲା, କନ୍ଧମାଳ ଡିଷ୍ଟ୍ରିକ୍ଟର ଏଇଟା ଯାଉଛି। ତାପରେ ହେଲା କ'ଣ ଧୀରେ ଧୀରେ ଗଲା ଏତିକି ପାର୍ଟଟା ତାର କନ୍ଧମାଳ ଡିଷ୍ଟ୍ରିକ୍ଟରେ ଗଲା। ତାପରେ ମ୍ୟାକ୍ସିମମ୍ ପାର୍ଟ ଆସିଲା କ'ଣ ଗଞ୍ଜାମରେ ଆସିଲା। ଗଞ୍ଜାମରେ ଆସିଲା ପରେ ଗୋଟେ ରିଭର୍ ପାର୍ଟରେ ଆସିଲା। ସେ ରିଭର୍ଟା ନାଁ ହେଉଛି ପଦ୍ମା ରିଭର୍। ରିଭର୍ଟା ନାଁ ହେଉଛି କ'ଣ ନା ପଦ୍ମା ରିଭର୍। ରିଭର୍ଟା ନାଁ କ'ଣ ନା ପଦ୍ମା ରିଭର୍। ତାପରେ ଆସିଲା ରାଇଟ୍ ବ୍ୟାଙ୍କ ଟ୍ରିବ୍ୟୁଟ୍ ଏତେ ଗୁଡ଼ା ହେଲା। ତ ଆସିଲା ଘୋଡ଼ାହାଡ଼ ଗୋଟେ ରିଭର୍ ନାଁ ଆସିଲା। ତାପରେ କ'ଣ ନା ଘୋଡ଼ାହାଡ଼ ରିଭର୍। ତାପରେ ଆସିଲା ଗୋଟେ ବଡ଼ ନଦୀ। ବଡ଼ ନଦୀଟା ଯେଉଁଠି ଯାଇକି ମିଶିଛି କେଉଁଠି ନା ଆମର କ'ଣ ନା ଋଷିକୂଲ୍ୟା ରିଭର୍ ସହିତ ସେଠି ଗୋଟେ ସିଟି ଅଛି। ମାନେ ସିଟିଟା ନାଁ ହେଉଛି କ'ଣ ନା ଆସିକା ହେଲା। ଆସିକା ବା ଆସ୍କା ମେଜର ସିଟି ଅନ୍ ବ୍ୟାଙ୍କ ଅଫ୍ ଋଷିକୂଲ୍ୟା ହେଲା। ଋଷିକୂଲ୍ୟା ଏଠି କ'ଣ ହୁଏ ନା ଏଇଟା ହେଉଛି କ'ଣ ନା ଚିନି କଳ ଏଠି ଦେଖାଯାଏ। ମାନେ ମାନେ ପୁରୁଣା ମାନେ ସ୍ୱାଧୀନତା ମାନେ ଟାଇମ୍ରେ ସେଇ ଟାଇମ୍ରେ ଏଠି କ'ଣ ଦେଖାଯାଉଥିଲା ଚିନି କଳ ଦେଖାଯାଉଥିଲା। କ'ଣ ଦେଖାଯାଉଥିଲା ଓଲ୍ଡ ସୁଗାର ଫ୍ୟାକ୍ଟ୍ରି ହେଲା। ଓଲ୍ଡ ସୁଗାର ଫ୍ୟାକ୍ଟ୍ରି ହେଲା। ଓଲ୍ଡ ସୁଗାର ଫ୍ୟାକ୍ଟ୍ରି କେଉଁଠି ଅଛି ନା ଆସିକା ବା ଆସ୍କାରେ ରହିଛି। ତାପରେ ଗଲା ବଡ଼ ନଦୀ ଯେଉଁଠି ମିଶିଲା ଆସିକା ଆସ୍କାରେ ହେଲା। ତାପରେ ଆସିଲା ଗଞ୍ଜାମର ଗୋଟେ ଜାଗା ଆସିଲା ଭଞ୍ଜନଗର। ଏଇ ଯେଉଁ ଏଇ ପଏଣ୍ଟଟା ଦେଖୁନ ଏଇଟା ହେଉଛି ଭଞ୍ଜନଗର। ତାପରେ ଆସିଲା ଏଇ ଋଷିକୂଲ୍ୟା ନଦୀ କୂଳରେ ଗୋଟେ ଟେମ୍ପୁଲ୍ ଅଛି। ତା ନାଁ ହେଉଛି କ'ଣ ନା ଭଞ୍ଜନଗର ପରେ ପରେ ତାରାତାରିଣୀ ଟେମ୍ପୁଲ୍। କ'ଣ ନା ତାରାତାରିଣୀ ଟେମ୍ପୁଲ୍ ହେଲା। ଆଉ ସେଇ ସିଧାରେ କ'ଣ ଅଛି ଉପରକୁ ଆସିଲା ଜଉଗଡ଼ ଇନସ୍କ୍ରିପ୍ସନ୍ ଅଛି। କ'ଣ ନା ଜଉଗଡ଼ ଇନସ୍କ୍ରିପ୍ସନ୍, ଯେଉଁଟା ଅଶୋକଙ୍କ ଏଡ଼ିକ୍ଟ କଳିଙ୍ଗ ୱାର୍ ବିଷୟରେ ନୁହେଁ, କିନ୍ତୁ ଅଶୋକଙ୍କର ଓଡ଼ିଶାର ଦୁଇଟା ଜାଗାରେ ରକ୍ ଏଡ଼ିକ୍ଟ ଅଛି। ଗୋଟେ ଆସିଲା କ'ଣ ନା ଜଉଗଡ଼, ଆଉ ଗୋଟେ ଆସିଲା ଧଉଳି। ଆଉ ଗୋଟେ କ'ଣ ନା ଗୋଟେ ଆସିଲା ଜଉଗଡ଼, ଆଉ ଗୋଟେ ଆସିଲା କ'ଣ ନା ଧଉଳି। ଓଡ଼ିଶାରେ ଦୁଇଟା ଜାଗାରେ କ'ଣ ଅଛି, ଓଡ଼ିଶାରେ ଦୁଇଟା ଜାଗାରେ ଅଶୋକଙ୍କ ରକ୍ ଏଡ଼ିକ୍ଟ ଅଛି ହେଲା। ଜାଣିପାରିଲ ତ ହେଲା। ତାପରେ ଆସିଲା ଗୋଟେ ରିଭର୍ ନାଁ ହେଉଛି ବାଘୁଆ ରିଭର୍। ଏଇଟା ହେଉଛି କ'ଣ ନା ବାଘୁଆ ଟିକେ ରହିଥାଉ। ଏଇଟା ହେଉଛି କ'ଣ ନା ମାନେ ଏଇଟା ହେଉଛି କେଉଁ ରିଭର୍ଟା ନା ବାଘୁଆ ରିଭର୍। ଏଇଟା କେଉଁ ରିଭର୍ ନା ବାଘୁଆ। ଏ ରିଭର୍ଟା ନାଁ ହେଉଛି କ'ଣ ନା ବାଘୁଆ ରିଭର୍। ଏଇ ଯେଉଁ ଏଇ ରିଭର୍ଟା ଗଲାନି ଏଇଟା ହେଉଛି ବାଘୁଆ ରିଭର୍। ଏଇଟା ହେଉଛି କେଉଁ ରିଭର୍ ନା ବାଘୁଆ ରିଭର୍। ତାପରେ ଗଲା ବାଘୁଆ ରିଭର୍ ପରେ ଆସିଲା ଆଉ ଗୋଟେ ରିଭର୍, ତା ନାଁ ହେଉଛି କ'ଣ ନା ଧନେଇ ରିଭର୍। କ'ଣ ନା ଧନେଇ ରିଭର୍। ଜାଣିପାରିଲ ତ। ତାପରେ ଧୀରେ ଧୀରେ ଆସିଲା ମାନେ ତା ମାନେ ଏଣ୍ଡିଙ୍ଗ ପଏଣ୍ଟଟା ଆସିଗଲାଣି। ତାପରେ ଆସିଲା ଗୋପାଳପୁର ଗୋଟେ ଜାଗା ଅଛି ଗଞ୍ଜାମର, ମାନେ ସେ ପର୍ଟିକୁଲାର ଜାଗାଟା ସି ବିଚ୍ ତ ଗୋଟେ ଗୋପାଳପୁର ଅଛି। ଜାଗାଟା ନାଁ ହେଉଛି ମାନେ ମେଞ୍ଚେ ଗୁଡ଼ା ଜାଗାକୁ ନେଇକି ଗୋପାଳପୁର ହିଁ ନଥିବ କି ହେଲା। ଗୋପାଳପୁର ଦୁଇରେ ତାର ଆସିଲା ଟମ୍ପରା ଲେକ୍ ଗୋଟେ ଆସିଲା। କ'ଣ ନା ଟମ୍ପରା ଲେକ୍, ଯେଉଁଟାକି 2021 ମସିହାକୁ ରାମସାର ସାଇଟ୍ ଭାବରେ କନସିଡର କରାଗଲା ଟମ୍ପରା ଲେକ୍କୁ। ତା ଆସିଲା ଛତ୍ରପୁର ଆସିଲା। ଛତ୍ରପୁର ପାଖରେ ଗଞ୍ଜାମ, ଯେଉଁଟା ଗଞ୍ଜାମର ଅନ୍ତର୍ଭୁକ୍ତ ଅଛି, ସେଇଟା ଯାଇକି ବେ ଅଫ୍ ବେଙ୍ଗଲରେ ଯାଇକି ମିଶିଗଲା ହେଲା। ୟା ଲେନ୍ଥ କେତେ ନା 165 କିଲୋମିଟର। ଲେନ୍ଥ ହେଉଛି 165 କିଲୋମିଟର ହେଲା। ଏବେ ଆସିଲା କ'ଣ ନା ବଂଶଧାରା ରିଭର୍। ବଂଶଧାରା ରିଭର୍ଟା ହେଉଛି କ'ଣ ନା ବଂଶଧାରା ରିଭର୍କୁ ଆମେ କମ୍ପ୍ଲିଟ୍ ଯଦି ଦେଖିବା, ସେଇଟା ବାହାରିଛି କେଉଁଠି ନା ୟା ଅରିଜିନ୍ ପଏଣ୍ଟଟା ହେଉଛି ଏଇଟା। ଅରିଜିନ୍ ପଏଣ୍ଟଟା ଯଦି ଏଇଟା ହେଲା ଲାଞ୍ଜିଗଡ଼ ନିୟମଗିରି ହିଲ୍ ହେଲା। କେଉଁଠି ଅଛି ଏଇଟା କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଅଛି। କେଉଁଠି ଅଛି ଏଇଟା ଟିକେ ବଢ଼େଇଦେବା ଆମେ। କେଉଁଠି ଅଛି ଏଇଟା ନା କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଅଛି। କେଉଁଠି ଅଛି ରେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଅଛି ହେଲା। ଲାଞ୍ଜିଗଡ଼ ନିୟମଗିରି ହିଲ୍। ଏଇ ପାଖରେ କ'ଣ ଅଛି ନା ବେଦାନ୍ତ ଆଲୁମିନା ରିଫାଇନାରୀ ଅଛି ହେଲା, ଯେଉଁଟାକି ବକ୍ସାଇଟ୍ ପ୍ରଡକ୍ସନ୍ ହୁଏ। କ'ଣ ହୁଏ? ବକ୍ସାଇଟ୍ର ପ୍ରଡକ୍ସନ୍ ହୋଇଥାଏ ହେଲା। ଲାଞ୍ଜିଗଡ଼ ନିୟମଗିରି ହିଲ୍ରୁ ବାହାରିଲା, ବକ୍ସାଇଟ୍ ପ୍ରଡକ୍ସନ୍ ହୋଇଥାଏ। ଏ ଲେନ୍ଥ ଦେଖ 230 କିଲୋମିଟର ହେଉଛି ଲେନ୍ଥ ଟୋଟାଲ୍। ଓଡ଼ିଶାର ଲେନ୍ଥ ହେଉଛି 150 କିଲୋମିଟର ହେଲା। ଜାଣିପାରିଲ ତ। ତାପରେ ଏଇଟା ଧୀରେ ଧୀରେ ଗଲା। ତାପରେ ରାୟଗଡ଼ ଜିଲ୍ଲାକୁ ଏଣ୍ଟର କଲା। ଭଲ ଗୋଟେ ଇମ୍ପୋର୍ଟାଣ୍ଟ ସିଟି ହେଲା, ତା ନାଁ ହେଉଛି ଗୁଣପୁର ହେଲା। ତାପରେ ଆସିଲା ଆଉ ଗୋଟେ ରିଭର୍, ତା ନାଁ ତାପରେ ଆସିଲା ଏଇ ରିଭର୍ଟା ହେଲା। ଏ ରିଭର୍ଟା ନାଁ ହେଉଛି ଭାଞ୍ଜି ରିଭର୍। ଏ ରିଭର୍ଟା ନାଁ ହେଉଛି କ'ଣ ନା ଭାଞ୍ଜି ରିଭର୍। ତାପରେ ଆସିଲା ହେଉଛି
ଉପରୁ ଆସିଲା ଗୋଟେ ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ ହରଭାଙ୍ଗି ରିଭର। ତ ଆସିଲା ଏପଟର ପୋଲାଆଡ଼ି ରିଭର, କ'ଣ ନା ପୋଲାଆଡ଼ି ରିଭର। ତ ଆସିଲା ସୋନା ନଦୀ ରିଭର ଏପଟକୁ ଆସିଲା ଗୋଟେ ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ। ତ ଆସିଲା ଗଜପତି ଡିଷ୍ଟ୍ରିକ୍ଟ ଏଣ୍ଟର କଲା ପରେ କ'ଣ ହେଲା, ଗଜପତି ଡିଷ୍ଟ୍ରିକ୍ଟ ଏଣ୍ଟର କଲା ପରେ ଗୋଟେ ଭଲ ନଦୀ ଆସିଲା କ'ଣ ନା ମହେନ୍ଦ୍ର ତନୟା ନଦୀ। ପାରଲାଖେମୁଣ୍ଡି ମହେନ୍ଦ୍ର ତନୟା ଯେତେବେଳେ ଆସିକି ମିଶିଲା, ଗୋଟେ ଜାଗା ନାଁ ଅଛି କ'ଣ, ମଝିରେ ଗୋଟେ ପଡ଼ିବ ଗୋଟେ ସହର, ତା ନାଁ ହେଉଛି ପାରଲାଖେମୁଣ୍ଡି। କୃଷ୍ଣଚନ୍ଦ୍ର ଗଜପତି ଏଇଠି ରାଜା ଥିଲେ ହେଲା। ତାପରେ ଶ୍ରୀକାକୁଲମ ଏଠୁ କାଟିଦେବା ଏଇଟା ହେଲା। ତାହେଲେ ଆନ୍ଧ୍ରପ୍ରଦେଶକୁ ପ୍ରବେଶ କଲା। ଆନ୍ଧ୍ରପ୍ରଦେଶକୁ ପ୍ରବେଶ କଲା ପରେ ଶ୍ରୀକାକୁଲମ ଡିଷ୍ଟ୍ରିକ୍ଟର ଗୋଟେ ଜାଗା ଅଛି, ସେ ଜାଗାଟା ନାଁ ହେଉଛି କଳିଙ୍ଗପଟ୍ଟନମ। ସେ ସେଇଠି କ'ଣ କଲା, ବେ ଅଫ୍ ବେଙ୍ଗଲକୁ ଏଣ୍ଟର କଲା। ତ ଏତିକିରେ ସରିଗଲା କ'ଣ ନା ବଂଶଧାରା ରିଭର। ଆଜି ଆମେ କ'ଣ କଭର କଲେ, ଋଷିକୁଲ୍ୟା ରିଭରକୁ କଭର କଲେ, ଆଉ କେଉଁ ରିଭର ନା ବଂଶଧାରା ରିଭରକୁ କଭର କଲେ। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ବେଲ୍ ଆଇକନ୍ ଦବାଇଦେବେ। ଧନ୍ୟବାଦ, ଥ୍ୟାଙ୍କ ୟୁ।